ସାଙ୍ଗମାନେ ସମସ୍ତଙ୍କୁ ମୋର ନମସ୍କାର। ତ ମୁଁ ଭଲରେ ଅଛି, ଆପଣମାନେ ମଧ୍ୟ ଭଲରେ ଥିବେ ବୋଲି ମୋର ଆଶା। ଆଜି ଆମେ ଜାଣିବା ଯେ ହିନ୍ଦୁ ଧର୍ମର ଦଶାହ କାର୍ଯ୍ୟରେ ପୁରୁଷମାନେ ଲଣ୍ଡା ହୁଅନ୍ତି, ସେହି ବିଷୟରେ ଆଲୋଚନା କରିବା। ଦଶାହରେ ପୁରୁଷ କାହିଁକି ଲଣ୍ଡା ହୁଅନ୍ତି? ତେବେ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ରହିଛି ଅନେକ ରହସ୍ୟ। ମୃତ୍ୟୁ ପରେ ମୃତକଙ୍କ ଆତ୍ମା ଶାନ୍ତି ପାଇଁ 13 ଦିନ ପାଳନ କରାଯାଏ। ଆଉ ସେଠାରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ ହେଲା ଦଶାହ। ମଣିଷ ଜନ୍ମ ଏହି ଆଦି ଓ ଅନ୍ତ ଭିତରେ ଅଟକିଥାଏ, ଆଉ ମୃତ୍ୟୁ ପରେ ହିଁ ଆମେ ତ୍ରାହି ପାଉ। ସତରେ ମୃତ୍ୟୁ ଭାରି କଠୋର ଜିନିଷ। ସ୍ୱୟଂ ଭଗବାନ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ହୋଇ ମୃତ୍ୟୁ ଲାଭ କରିଛନ୍ତି। ଏହି ଜୀବନରେ ମୃତ୍ୟୁ ହିଁ ଏକମାତ୍ର ସତ। ଆଉ ଦଶାହ ଦିନ ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ଲଣ୍ଡା ହେବା। ଏବେ ଯାଏଁ ସବୁ ଶୁଦ୍ଧି ହେବ। ଯେଉଁ ପରମ୍ପରା ମହିଳାମାନଙ୍କ ପାଇଁ ଲାଗୁ ହୁଏ ନାହିଁ, କେବଳ ପୁରୁଷମାନଙ୍କ ପାଇଁ ଲାଗୁ ହୋଇଥାଏ। ପୁରୁଷ କାହିଁକି ଲଣ୍ଡା ହୁଅନ୍ତି? ଗରୁଡ଼ ପୁରାଣରେ ମୃତ୍ୟୁ ପରେ ପୁରୁଷ ସଦସ୍ୟଙ୍କ କେଶ କାଟିବାର କାରଣ ଏବଂ ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। କେଶ କାଟିବା ପଛର ମୁଖ୍ୟ କାରଣ ହେଉଛି ମୃତ୍ୟୁ ବ୍ୟକ୍ତିଙ୍କୁ ସମ୍ମାନ ଓ ସ୍ନେହ ଜଣାଇବା। ଏକ ହିନ୍ଦୁ ପରିବାରରେ ଯେତେବେଳେ ପରିବାରର ଜଣେ ସଦସ୍ୟ ମରିଯାଏ, ପରିବାରର ମୃତ୍ୟୁ ସଦସ୍ୟମାନେ କେଶ କାଟିଥାନ୍ତି। ଆତ୍ମା ସହ ସମ୍ପର୍କ ବିଚ୍ଛିନ୍ନ କରିବା। ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା ପରିବାରର ସଦସ୍ୟଙ୍କ ସହ ଜଡ଼ିତ ଥାଏ, ଏହା ମୃତ୍ୟୁକୁ ଗ୍ରହଣ କରିବାରେ ଅସମର୍ଥ। ପୁରାଣରେ କୁହାଯାଇଛି ଯେଉଁମାନେ ଶେଷ ରୀତିନୀତି ପାଇଁ ମୃତ୍ୟୁ ବ୍ୟକ୍ତିଙ୍କୁ ଘାଟକୁ ଯାଆନ୍ତି, ଆତ୍ମା ସେମାନଙ୍କ ଚାରିପାଖରେ ଘୂରି ବୁଲନ୍ତି, ତା ସହ ଏବଂ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି। ସେହି ସମ୍ପର୍କକୁ ଭାଙ୍ଗିବା ପାଇଁ ପୁରୁଷ ସଦସ୍ୟମାନେ କେଶ କାଟିଥାନ୍ତି। ଗରୁଡ଼ ପୁରାଣରେ ଆହୁରି କୁହାଯାଇଛି ଯେ ଯେତେବେଳେ ପରିବାରର କେହି ମରିଯାଏ, ଘରେ ଶୁଦ୍ଧି କାର୍ଯ୍ୟ କରାଯାଏ। ଏହି ସମୟରେ ସମଗ୍ର ପରିବାର ଅଶୁଦ୍ଧି ବୋଲି ବିବେଚନା କରାଯାଏ। ପୁରୁଷ ସଦସ୍ୟମାନେ କେଶ କାଟି ଶୁଦ୍ଧି ହୋଇଥାନ୍ତି। ବିଶ୍ୱାସ କରାଯାଏ ଯେ କେଶ କାଟିବା ପରେ ପାପ ନାଶ ହୁଏ। ଦୁନିଆରେ ଜନ୍ମ ହେବା ହିଁ ମୃତ୍ୟୁ ପରେ ବ୍ୟକ୍ତିକୁ ମୋକ୍ଷ ମିଳେ। ପ୍ରତ୍ୟେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ ବୋଲି ଆମର ବିଶ୍ୱାସ ରହିଛି। ତେଣୁ ଦଶାହ ଦିନ ପୁରୁଷମାନେ କେଶ କାଟିଥାନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସମସ୍ତେ ଗୋଟିଏ ଲାଇକ୍ କରନ୍ତୁ ଓ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଚ୍ୟାନେଲ ପାଇଁ ନୂଆ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିନେବେ। ନମସ୍କାର।